ହିନ୍ଦୁ ଧର୍ମରେ ନିବସ୍ତ୍ର ସ୍ନାନ କରିବା କ'ଣ ପାଇଁ ଉଚିତ ନୁହେଁ? ଦିନେ ଭଗବାନ ଶ୍ରୀ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ସହିତ ହରିଦ୍ୱାରରେ ଭ୍ରମଣ କରୁଥିଲେ। ମାତା ଲକ୍ଷ୍ମୀ ଦେଖିଲେ ଯେ ସବୁ ମଣିଷ ଗଙ୍ଗାରେ ଗାଧୋଇବା ବେଳେ ହର ହର ଗଙ୍ଗା କହି ଗାଧୋଉଥିଲେ, କିନ୍ତୁ ସବୁ ଲୋକ ଦୁଃଖ ଏବଂ ଚିନ୍ତିତ ଥିଲେ। ସେଇଠୁ ମା ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ ଭଗବାନ ବିଷ୍ଣୁଙ୍କୁ ପଚାରିଲେ, ସ୍ୱାମୀ, ଗଙ୍ଗାରେ ଏତେ ଥର ଗାଧୋଇବା ପରେ ବି ଏମାନଙ୍କର ଦୁଃଖ ଏବଂ ପାପ କାହିଁକି ନାଶ ହେଉନାହିଁ? କ'ଣ ଗଙ୍ଗାର ସତ୍ୟତା ହିଁ କିଛି ନାହିଁ? ବିଷ୍ଣୁ କହିଲେ, ଗଙ୍ଗାର ତ ସେହି ସାମର୍ଥ୍ୟ ଅଛି, କିନ୍ତୁ ଏହି ଲୋକମାନେ ପାପ ନାଶିନୀ ଗଙ୍ଗାରେ ସ୍ନାନ ହିଁ କରୁନାହାନ୍ତି। ତେବେ ତାଙ୍କର କେମିତି ମୁକ୍ତି ମିଳିବ? ମା ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ କହିଲେ, କେମିତି ସ୍ନାନ କରୁନାହାନ୍ତି? ସବୁ ଲୋକ ତ ଆମରି ସାମ୍ନାରେ ଗାଧୋଇକି ଯାଉଛନ୍ତି, ଏପର୍ଯ୍ୟନ୍ତ ତାଙ୍କର ଶରୀର ବି ଶୁଖିଲା ନାହିଁ। ଭଗବାନ ବିଷ୍ଣୁ କହିଲେ, ଏହି ଲୋକମାନେ ତ କେବଳ ପାଣିରେ ବୁଡ଼ ପକାଇ ଆସୁଛନ୍ତି। ତୁମକୁ ମୁଁ କାଲି ଏହାର ରହସ୍ୟ କହିବି। ପରଦିନ ଜୋରରେ ବର୍ଷା ହେଲା। ସବୁ ଗଳିରେ ପାଣି କାଦୁଅ ଭରିଗଲା। ଗୋଟିଏ ଓସାରିଆ ରାସ୍ତାରେ ଗୋଟିଏ ବଡ଼ ଖାଲ ହୋଇଗଲା। ସବୁଆଡ଼େ ଖାଲି କାଦୁଅ ହିଁ କାଦୁଅ ଥିଲା। ଭଗବାନ ବିଷ୍ଣୁ ଗୋଟିଏ ଲୀଳା ରଚିଲେ। ସିଏ ନିଜେ ଗୋଟିଏ ବୁଢ଼ାର ରୂପ ଧାରଣ କଲେ ଏବଂ ସେହି ଖାଲରେ ଯାଇ ପଡ଼ିଗଲେ। ମା ଲକ୍ଷ୍ମୀଙ୍କୁ ବୁଝାଇକି ନିଜ ପାଖରେ ବସାଇ ଦେଲେ ଏବଂ କହିଲେ, ଶୁଣ, ତୁମେ ଲୋକମାନଙ୍କୁ ଡାକି ଡାକି କୁହ ଯେ ମୋ ସ୍ୱାମୀ ଖାଲରେ ପଡ଼ିଯାଇଛନ୍ତି। କିଏ ପୁଣ୍ୟାତ୍ମା ଅଛ, ମୋ ସ୍ୱାମୀକୁ ବାହାର କରି ତାଙ୍କ ପ୍ରାଣ ବଞ୍ଚାଅ ଏବଂ ଆମେ ଦମ୍ପତିଙ୍କୁ ବଞ୍ଚାଇ ସାହାଯ୍ୟ କର। ଭଗବାନ ବିଷ୍ଣୁ ଏକଥା ବୁଝାଇ ଦେଲେ କି ଯେ କୌଣସି ବ୍ୟକ୍ତି ଏହି ଖାଲରୁ ମୋତେ ବାହାର କରିବାକୁ ଯାଉଥିବା ସମୟରେ କେବଳ ଏତିକି କହିଦେବ, ମୋ ସ୍ୱାମୀ ନିଷ୍ପାପ ଅଟନ୍ତି। ତାଙ୍କୁ ସେହି ବ୍ୟକ୍ତି ହିଁ ଛୁଇଁବେ ଯିଏ ସ୍ୱୟଂ ନିଷ୍ପାପ ହୋଇଥିବେ। ଯଦି ଆପଣ ନିଷ୍ପାପ ଅଛନ୍ତି, ତେବେ ତାଙ୍କୁ ହାତ ଲଗାନ୍ତୁ, ନହେଲେ ଆପଣ ହାତ ଲଗାଇବା ମାତ୍ରେ ସ୍ୱୟଂ ଭସ୍ମ ହୋଇଯିବେ। ସେଇଠୁ ମାତା ଲକ୍ଷ୍ମୀ ସେହି ଖାଲ ପାଖରେ ବସିଗଲେ। ଲୋକମାନେ ଶୁଣିବା ଭଳି ଭଗବାନ ବିଷ୍ଣୁଙ୍କୁ ଯାହା କହିଲେ ସେହିପରି କହିଲେ। ଗଙ୍ଗାରେ ଗାଧୋଇ ସାରି ଲୋକମାନେ ଦଳ ଦଳ ହୋଇ ଆସୁଥିଲେ। ଏହି ସୁନ୍ଦର ଯୁବତୀଙ୍କୁ ଏକୁଟିଆ ଦେଖି କିଛି ଲୋକଙ୍କ ମନରେ ପାପ ଆସିଲା ଏବଂ କିଛି ଲୋକଙ୍କ ମନରେ ଧର୍ମର ଭୟ ରହିଗଲା ଏବଂ କିଛି ଲୋକ ଆଇନକୁ ଡରିଲେ ଏବଂ ଆଉ କିଛି ଲୋକ ମା ଲକ୍ଷ୍ମୀଙ୍କୁ ଏହି କଥା କହିକି ଗଲେ, ମରିବାକୁ ଦିଅ ଏହି ବୁଢ଼ାକୁ, କାହିଁକି ସେଇଠି ବସିଛ କାନ୍ଦୁଛ? ଆଉ କିଛି ଦୟାଳୁ ଏବଂ ଚରିତ୍ରବାନ ପୁରୁଷ ଯୁବତୀର ସ୍ୱାମୀଙ୍କୁ ବାହାରକୁ ଆଣିବା ପାଇଁ ଚାହିଁଲେ, କିନ୍ତୁ ଲକ୍ଷ୍ମୀଙ୍କର କଥା ଶୁଣି ସେମାନେ ରହିଗଲେ। ସେମାନେ ଭାବିଲେ, ଆମେ ଗଙ୍ଗାରେ ଗାଧୋଇ ଆସିଲେ କ'ଣ ହେବ? ଆମେ ତ ପାପୀ। ଯଦି ଆମେ ସହାୟତା କରୁଥିବା ସମୟରେ ଭସ୍ମ ହୋଇଯିବୁ, ତାଙ୍କ ପାଖକୁ ସହାୟତା କରିବାକୁ ବହୁତ ଲୋକ ଆସିଲେ, କିନ୍ତୁ କେହି ବି ସାହାଯ୍ୟ କରିପାରିଲେ ନାହିଁ। ସନ୍ଧ୍ୟା ହେଲା। ତାପରେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କୁ କହିଲେ, ଦେଖିଲ, କେହି ଆସିଲେ ସତ୍ୟ ମନରେ ଗଙ୍ଗାରେ ଗାଧୋଇବା ବ୍ୟକ୍ତି କିଛି ସମୟ ପରେ ଜଣେ ଯୁବକ ହାତରେ ଗୋଟିଏ ପିତ୍ତଳ ଢାଳ ଧରି ହର ହର ଗଙ୍ଗେ କହି ଆସିଲା। ମା ଲକ୍ଷ୍ମୀ ତାକୁ ବି ସେହି କଥା କହିଲେ। ସେହି ଯୁବକର ହୃଦୟ କରୁଣାରେ ଭରିଗଲା। ସିଏ ଭଗବାନ ବିଷ୍ଣୁଙ୍କୁ ବାହାରକୁ କାଢ଼ିବା ପାଇଁ ବାହାରିଲେ। ଲକ୍ଷ୍ମୀ ତାଙ୍କୁ
ଅଟକାଇ କହିଲେ, ତୁମେ ଯଦି ନିଷ୍ପାପ ନୁହେଁ ତାହେଲେ ମାଲ ମୋ ସ୍ୱାମୀଙ୍କୁ ଛୁଇଁଲେ ତୁମର ଭସ୍ମ ହୋଇଯିବ। ସେହି ବ୍ୟକ୍ତିଟି ବିଚଳିତ ନ ହୋଇ ମା ଲକ୍ଷ୍ମୀଙ୍କୁ କହିଲେ, ମାତା, ମୋ ନିଷ୍ପାପ ହେବାରୁ ତୁମର ସନ୍ଦେହ କାହିଁକି ହେଉଛି? ଦେଖାଯାଉ ନାହିଁ ମୁଁ ଏବେ ଗଙ୍ଗାରୁ ଗାଧୋଇକି ଆସିଛି। ଏବେ ତୁମ ସ୍ୱାମୀଙ୍କୁ ବାହାରକୁ ଆଣୁଛି। ଏତିକି କହି ଯୁବକଟି ବୁଢ଼ା ଲୋକଟିକୁ ଉପରକୁ ଉଠାଇ ଆଣିଲା। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ସେହି ନିଷ୍ପାପ ବ୍ୟକ୍ତିଙ୍କୁ ନିଜର ପ୍ରକୃତ ରୂପରେ ପ୍ରକଟ ହୋଇ ତାଙ୍କୁ ଆଶୀର୍ବାଦ କଲେ। ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କୁ କହିଲେ, ଏତେ ସାରା ଲୋକଙ୍କ ଭିତରେ କେବଳ ଏଇ ଜଣେ ଲୋକ ହିଁ ଗଙ୍ଗା ସ୍ନାନ କରିଛି। ଏହି ଦୃଷ୍ଟାନ୍ତରୁ ଜଣାପଡ଼ିଲା ଯେ ଲୋକ ବିନା ଶ୍ରଦ୍ଧା ବିନା ବିଶ୍ୱାସରେ କେବଳ ନିଜର ଦମ୍ଭ ପାଇଁ ଗଙ୍ଗା ସ୍ନାନ କରେ ତାକୁ କେବେ ବି ଫଳ ପ୍ରାପ୍ତି ହୋଇ ନାହିଁ। କିନ୍ତୁ ଏହାର ମାନେ ଏଇଆ ନୁହେଁ ଯେ ଗଙ୍ଗା ସ୍ନାନ ବ୍ୟକ୍ତି ହୁଏ। ଗଙ୍ଗା ସ୍ନାନର ବହୁତ ପୁଣ୍ୟ ମଧ୍ୟ ଅଛି। ତାପରେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କୁ କହିଲେ, ମଣିଷମାନଙ୍କୁ ଗାଧୋଇବା ବେଳେ ଏହି 12ଟି କଥା ଧ୍ୟାନରେ ରଖିବା ଉଚିତ। ମା ଲକ୍ଷ୍ମୀ କହିଲେ, ପ୍ରଭୁ ଆପଣ ସେହି 12ଟି କଥା କୁହନ୍ତୁ। ତାପରେ ଭଗବାନ ବିଷ୍ଣୁ କହିଲେ, ଏହି 12ଟି କଥା କହିସାରିବା ପରେ ମୁଁ ତୁମକୁ ଆହୁରି ଗୋଟିଏ କଥା କହିବି। ଯେଉଁ ବ୍ୟକ୍ତି ନିର୍ବସ୍ତ୍ର ହୋଇ ଗାଧୋଇଥାଏ, ହେ ଦେବୀ, ଆପଣ ଏହି କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ତାପରେ ଭଗବାନ ବିଷ୍ଣୁ ତାଙ୍କର କଥା ଆରମ୍ଭ କଲେ। ଭଗବାନ ବିଷ୍ଣୁ କହିଲେ, ଗାଧୋଇବା ଦ୍ୱାରା ଶରୀର ନିରୋଗ ରହିଥାଏ ଏବଂ ମନ ପ୍ରସନ୍ନ ରହିଥାଏ। ଗାଧୋଇବାର ସମୟରେ ଏହି କଥା ସବୁ ନିହାତି ଭାବରେ ଧ୍ୟାନ ରଖିବା ଦରକାର। ନମ୍ବର 1, ଗାଧୋଇବା ପରେ ଆମେ ଶୁଦ୍ଧ ହୋଇ ପୂଜା ପାଠ କରୁଛନ୍ତି, ତେବେ ପ୍ରତ୍ୟେକ ଦିନ ସକାଳୁ ଗାଧୋଇବା ଆବଶ୍ୟକ। 2, ଶାସ୍ତ୍ରରେ କୁହାଯାଇଛି, ଗାଧୋଇବା ପରେ ଆମକୁ ଏହି 8ଟି ଗୁଣ ପ୍ରାପ୍ତ ହୋଇଥାଏ: ରୂପ, ତେଜ, ବଳ, ପବିତ୍ରତା, ଆୟୁ, ଆରୋଗ୍ୟ, ସୁବିଚାର, ନିରୋଗ। ନମ୍ବର 3, ଧନ, ପୁଷ୍ଟି, ଆରୋଗ୍ୟ ଏବଂ ସ୍ୱାସ୍ଥ୍ୟ ଚାହିଁବା ବ୍ୟକ୍ତିଙ୍କୁ ସବୁଦିନ ଗାଧୋଇବା ଦରକାର। ନମ୍ବର 4, ଶାସ୍ତ୍ରରେ କୁହାଯାଇଛି, ସକାଳୁ ଗାଧୋଇବା ଦ୍ୱାରା ପାପର ନାଶ ହୋଇଥାଏ ଏବଂ ପୁଣ୍ୟ ମିଳିଥାଏ। ଏମିତି ବି କୁହାଯାଇଛି, ସକାଳୁ ଗାଧୋଇବା ଦ୍ୱାରା ନକାରାତ୍ମକ ଶକ୍ତି ପାଖକୁ ଆସେ ନାହିଁ। ସେଥିପାଇଁ ସକାଳୁ ଗାଧୋଇବା ଉଚିତ। ନମ୍ବର 5, କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ମୁଣ୍ଡ ତଳକୁ ଗାଧୋଇବା ଦରକାର କିମ୍ବା ଓଦା କପଡ଼ାରେ ଶରୀରକୁ ପୋଛି ହେବା ଦରକାର। ନମ୍ବର 6, ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଧୋଇବାକୁ ଶ୍ରେଷ୍ଠ ଗାଧୁଆ କୁହାଯାଇଥାଏ। ନମ୍ବର 7, ତେଲ ଲଗାଇବା ନଦୀରେ ଅଧିକ ସମୟ ଗାଧୋଇବା ମନା। ନଦୀ କୂଳରେ ଘଷି ହୋଇ ନଦୀରୁ ବୁଡ଼ ପକାଇବା ଗାଧୋଇବା ଦରକାର। ନମ୍ବର 8, ଯେଉଁ ଘାଟରେ ଲୁଗା ସଫା କରାଯାଇଥାଏ ସେହି ଜଳକୁ ଅପବିତ୍ର ମନା ଯାଇଥାଏ। ସେଥିପାଇଁ ସେହି ଘାଟରୁ କିଛି ଦୂରରେ ଯାଇ ଗାଧୋଇବା ଦରକାର। ନଦୀରେ 11 କିମ୍ବା 12 ଥର ବୁଡ଼ ପକାଇବା ଉଚିତ। ନମ୍ବର 10, ପବିତ୍ର ନଦୀମାନଙ୍କର କପଡ଼ା ଧୋଇ ସାରି କେବେ ବି ଚିପୁଡ଼ିବେ ନାହିଁ, ଏହାକୁ ଅଶୁଭ ହୋଇଥାଏ। ନମ୍ବର 11, ନଳର ଜଳକୁ ତୁଳନାରେ ଝରଣାର ପାଣିଠୁ ଅଧିକ କୌଣସି ତୀର୍ଥସ୍ଥାନ ପାଣି ଏବଂ ତୀର୍ଥସ୍ଥାନଠୁ ଗଙ୍ଗା ଜଳ ଅଧିକ ଶ୍ରେଷ୍ଠ ହୋଇଥାଏ। 12, ଗଙ୍ଗା ମା କହିଛନ୍ତି, ଗାଧୋଇବା ସମୟରେ କୌଣସି ବ୍ୟକ୍ତି ଯେଉଁଠି ବି ମୋତେ ସ୍ମରଣ କରିବ ମୁଁ ସେହି ଜଳରେ ଆସିଯିବି। ତାପରେ ଭଗବାନ ବିଷ୍ଣୁ କହିଲେ, ଏବେ ମୁଁ ତୁମକୁ ସେହି ବ୍ୟକ୍ତିମାନଙ୍କ ବିଷୟରେ କହିବି ଯେଉଁମାନେ ନିବସ୍ତ୍ର ହୋଇ ଗାଧୋଇଥାନ୍ତି।
ଯେଉଁ ନାରୀ କିମ୍ବା ପୁରୁଷ ନିବସ୍ତ୍ର ହୋଇ ଗାଧୋଇଥାନ୍ତି, ହିନ୍ଦୁ ଧର୍ମ ଶାସ୍ତ୍ରରେ କୁହାଯାଇଛି ସବୁ କାର୍ଯ୍ୟରେ କିଛି ନା କିଛି ନିୟମ ଅଛି। ତେଣୁ ସବୁ ବ୍ୟକ୍ତିଙ୍କୁ ଶାସ୍ତ୍ରର ନିୟମ ଅନୁସାରେ ଚଳିବା ଦରକାର। ସେହି ନିୟମ ମଧ୍ୟରୁ ଗୋଟିଏ ହେଉଛି ନିବସ୍ତ୍ର ସ୍ନାନ କରିବା। ଆପଣ ଶୁଣିଥିବେ ଘରର ବଡ଼ମାନେ କୁହନ୍ତି ଯେ କେବେ ବି ବିନା କପଡ଼ାରେ ଗାଧୋଇବା ଉଚିତ ନୁହେଁ। ଯଦି ଆମେ ପୌରାଣିକ କଥା କହିବା, ନିର୍ବସ୍ତ୍ର ସ୍ନାନ କରିବା ମନା। ଏହାର ଗୋଟିଏ ବଡ଼ କାରଣ ଭଗବାନ ଶ୍ରୀକୃଷ୍ଣଙ୍କ ସମୟରେ ଯୋଡ଼ା ହୋଇଅଛି। ପୌରାଣିକ କଥା ଅନୁସାରେ ଦିନେ ଗୋପୀମାନେ ସରୋବରରେ ସ୍ନାନ କରୁଥିଲେ। ଏହି ବିନା ବସ୍ତ୍ରରେ ସ୍ନାନ କରୁଥିଲେ। ସେହି ସମୟରେ ବାଲକୃଷ୍ଣ ତାଙ୍କର ସବୁ ବସ୍ତ୍ର ଚୋରାଇ ନେଇଥିଲେ। ତାପରେ ଗୋପୀମାନେ ନିଜର ବସ୍ତ୍ର ଫେରାଇବାକୁ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ। ତାପରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇ କେଉଁଠି ବି ବିନା ବସ୍ତ୍ରରେ ସ୍ନାନ କରିବା ଉଚିତ ନୁହେଁ। ଏଥିରେ ଜଳର ଦେବତା ବରୁଣଙ୍କର ଅପମାନ ହୋଇଥାଏ। ଏଥିପାଇଁ ଆପଣମାନଙ୍କୁ ନିବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ। ଯଦି ଆପଣ ଗାଧୋଇବା ବେଳେ ଭାବନ୍ତି ଆପଣଙ୍କୁ ବନ୍ଦ ଘରେ କେହି ଦେଖୁ ନାହାନ୍ତି, ତେବେ ଆପଣଙ୍କୁ ସବୁ ଜାଗାରେ ଦେଖୁଛନ୍ତି। ବିନା ବସ୍ତ୍ରରେ ସ୍ନାନ କରିବା ଦ୍ୱାରା ବହୁତ ବଡ଼ ପାପ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ ଯେବେ ଆପଣ ସ୍ନାନ କରନ୍ତି, ତେବେ ଆପଣଙ୍କର ପିତୃପୁରୁଷ ଆପଣଙ୍କର ପାଖ ରୁହନ୍ତି। ଯଦି ଆପଣ ବିନା ବସ୍ତ୍ରରେ ସ୍ନାନ କରନ୍ତି, ତେବେ ଆପଣଙ୍କୁ ପିତୃଦୋଷ ଲାଗିପାରେ। ଏମିତି ସ୍ନାନ କରିବା ଦ୍ୱାରା ଆପଣଙ୍କର ପିତୃପୁରୁଷଙ୍କୁ ମୁକ୍ତି ମିଳେ ନାହିଁ, କାରଣ ଏହି ବସ୍ତ୍ରରୁ ଝରୁଥିବା ପାଣିକୁ ଗ୍ରହଣ କରି ପିତୃପୁରୁଷ ତୃପ୍ତ ହୋଇଥାନ୍ତି। ତେଣୁ ଶାସ୍ତ୍ରରେ କୁହାଯାଇଛି କେବେ ବି ନିବସ୍ତ୍ର ହୋଇ ସ୍ନାନ କରନ୍ତୁ ନାହିଁ। ଆଜିର କାହାଣୀଟିକୁ ମୁଁ ଏଇଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ, ତେବେ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି ରୂପେ କରନ୍ତୁ।